ପିଲାମାନେ ସମସ୍ତଙ୍କୁ ମୋର ନମସ୍କାର। ଆଶା କରୁଛି ସମସ୍ତେ ଭଲ ଥିବ। ଆଜିର କ୍ଲାସରେ ଆମେ ବାଲେଶ୍ୱର ପୁଲିସ ଜିଲ୍ଲା ହୋମଗାର୍ଡ ପାଇଁ ଯୋଉ ଲିଖିତ ପରୀକ୍ଷା ତମର 14 ତାରିଖ ଦିନ ହବ ତା ପାଇଁ ଆମେ କ୍ୱେଶ୍ଚନ ଡିସ୍କସନ କରିବା। ତମମାନଙ୍କର ସାଧାରଣ ଜ୍ଞାନ 40 ମାର୍କ ଆଉ ଓଡ଼ିଆ ରଚନା ତମର 20 ମାର୍କ ଆସିବ। ଆମେ ବର୍ତ୍ତମାନ ଦେଖିବା ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଗୁଡ଼ିକ। ୟା ଭିତରୁ ପିଲାମାନେ ମୁଁ କହିଦଉଛି ନିଶ୍ଚିତ ତମେ ମାନେ ପାଇଯିବ। ଆଶା କରୁଛି ସମସ୍ତେ ପରୀକ୍ଷାର ଭଲ କରିବ। ଆଜିର ପ୍ରଥମ କ୍ୱେଶ୍ଚନ ଦେଖିବା। ପିଲାମାନେ ମୁଁ ତମର ପାର୍ଟ କରି କରିଦେଇଛି। ପ୍ରଥମେ ଆମେ ଦେଖିବା ଓଡ଼ିଶା ଇତିହାସ ଆଉ ସଂସ୍କୃତି ବିଷୟରେ କୋଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୁଡ଼ିକ ଆସିବାର ଚାନ୍ସ ଅଛି। ପ୍ରଥମେ ଦେଖିବା ପ୍ରଥମ ପ୍ରଶ୍ନ କଣ ରହିଲା। ଓଡ଼ିଶା କେବେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠିତ ହେଲା? ନା ତମର ଆନ୍ସର କଣ ହେଲା 1936 ମସିହା ଏପ୍ରିଲ 1 ତାରିଖ। ଦ୍ୱିତୀୟ ପ୍ରଶ୍ନ କଣ? ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ? ନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ। ତାପରେ କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା? ଖ୍ରୀଷ୍ଟପୂର୍ବ 261। ତାପରେ ଆମେ ଦେଖିବା ଚତୁର୍ଥ କ୍ୱେଶ୍ଚନ। ଓଡ଼ିଶାର କେଉଁ ମନ୍ଦିରକୁ କଳା ପାଗୋଡା କୁହାଯାଏ? ଯୋଉଟା ବ୍ଲାକ ପାଗୋଡା। ତମର ଆନ୍ସର ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିରକୁ। ଆଜି ଦେଖିବା ଶ୍ରୀକ୍ଷେତ୍ର ନାମରେ କେଉଁ ସହର ପରିଚିତ ରେ? ନା ତମର ପୁରୀ। ତାପରେ ଦେଖିବା ଓଡ଼ିଶାର ରାଜ୍ୟ ପଶୁ କିଏ? ନା ସମ୍ବର। ତମର କହିଦଉଛି ଏତେ ହାର୍ଡ କ୍ୱେଶ୍ଚନ ଆସିବନି ହୋମଗାର୍ଡରେ। ତମର ପୁରା ଇଜି କ୍ୱେଶ୍ଚନ ଆସିବ। ତମେ ମାନେ ପଢି ଦିଅ ଆରାମସେ। ଏ ପିଡିଏଫ ମୁଁ ତମକୁ ପଠେଇଦେବି। ଡେସ୍କ୍ରିପସନରେ ମୁଁ ତମକୁ ଟେଲିଗ୍ରାମର ଲିଙ୍କ ଦେଇଦେବି। ତମେ ମାନେ ଜଏନ ହେଇଯିବ। ମୁଁ ପିଡିଏଫ ଟିକୁ ସେଠି ପ୍ରୋଭାଇଡ କରିଦେବି। ଦେଲେ ତମେ ସେଠୁ କଲେକ୍ଟ କରିନେବ। ବର୍ତ୍ତମାନ ଆମେ ନେକ୍ସଟ କ୍ୱେଶ୍ଚନ ଦେଖିବା। ହୀରାକୁଦ ବନ୍ଧ କେଉଁ ନଦୀ ଉପରେ ନିର୍ମିତ? କଣରେ? ତମର ମହାନଦୀ। ତାପରେ ଉତ୍କଳ ଗୌରବ କାହାକୁ କୁହାଯାଏ? ନା ମଧୁସୂଦନ ଦାସ। ଏଇଠି ପିଲାମାନେ ଟିକେ କନଫ୍ୟୁଜ ହୋଇଯାନ୍ତି ମଧୁସୂଦନ ଦାସ ଆଉ ମଧୁସୂଦନ ରାୟ ଭିତରେ। ତାହେଲେ କରେକ୍ଟ ଆନ୍ସର ହବ ତମର ମଧୁସୂଦନ ଦାସ। ତାପରେ ଦେଖିବା ହକି ଖେଳାଳି ମାନଙ୍କ ପାଇଁ ବଡ ଷ୍ଟାଡିୟମ ଓଡ଼ିଶାରେ କେଉଁଠାରେ ନିର୍ମିତ ହୋଇଛି? ନା ରାଉରକେଲା, ଯୋଉଟା ତମର ବିର୍ସା ମୁଣ୍ଡା ଷ୍ଟାଡିୟମ କୁହାଯାଏ। ଏତିକ ତମର ସରିଗଲା ଓଡ଼ିଶାର ଇତିହାସ ଆଉ ସଂସ୍କୃତି ବିଷୟରେ। ଏତିକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ବର୍ତ୍ତମାନ ଦେଖିବା ଓଡ଼ିଶା ଭୂଗୋଳ ରୁ ଆସିବା ପାଇଁ ଯୋଉ ଚାନ୍ସ ଥିବା କ୍ୱେଶ୍ଚନ ଗୁଡ଼ିକ ଓଡ଼ିଶା ଭୂଗୋଳରୁ ଆମେ ଦେଖିବା। ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଖର ନାମ କଣ? ନା ତମର ଏଠି ଆନ୍ସର ହବ ଦେଓମାଳି, ଯୋଉଟା କୋରାପୁଟ ଜିଲ୍ଲାରେ ଅବସ୍ଥିତ। ଓଡ଼ିଶାରେ ଥିବା ସବୁଠାରୁ ବଡ ହ୍ରଦ କେଉଁଠି? ନା ଚିଲିକା ହ୍ରଦ। ତାପରେ ଓଡ଼ିଶାର ଦୁଃଖ ବୋଲି କେଉଁ ନଦୀକୁ କୁହାଯାଏ? ନା ତମର ମହାନଦୀ କୁ ଓଡ଼ିଶାର ଦୁଃଖ ବୋଲି କୁହାଯାଏ। ଓଡ଼ିଶାରେ ଥିବା ଜାତୀୟ ଉଦ୍ୟାନ ଗୁଡ଼ିକ କେଉଁଠି ଅଛି? ନା ତମର ଭିତରକନିକା ଆଉ ଶିମିଳିପାଳ। ହୀରାକୁଦ ବନ୍ଧ କେଉଁ ନଦୀ ଉପରେ ନିର୍ମିତ? ନା ତମର ଏଠି ଆନ୍ସର ହବ ମହାନଦୀ। ଓଡ଼ିଶା ପ୍ରଶାସନ ଓ ସାମ୍ପ୍ରତିକ ଘଟଣା ବିଷୟରୁ କୋଉ କୋଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆସିବ ଆମେ ଦେଖିବା। ଓଡ଼ିଶାର ବିଧାନସଭାରେ କେତୋଟି ଆସନ ଅଛି ରେ? ନା 147ଟି। ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ କିଏ? ନା ହରିବାବୁ କମ୍ବମପତି। ଓଡ଼ିଶାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କିଏ? ନା ମୋହନ ଚରଣ ମାଝୀ। ଓଡ଼ିଶାର ହାଇକୋର୍ଟ କେଉଁଠାରେ ଅବସ୍ଥିତ? ନା ତମର କଟକ ଠାରେ। ନିକଟରେ ଆୟୋଜିତ ହୋଇଥିବା ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ କେଉଁ ସହରରେ ହୋଇଥିଲା? ନା ତମର ଏଠି ଆନ୍ସର ହବ ଭୁବନେଶ୍ୱର ଆଉ ରାଉରକେଲା। ନେକ୍ସଟ କ୍ୱେଶ୍ଚନ କଣ ଦେଲା ରେ? ବାଲେଶ୍ୱର ଜିଲ୍ଲାର ପ୍ରମୁଖ ସମୁଦ୍ର କୂଳ କେଉଁଠି? ଯାହା କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଜଣାଶୁଣା। ଏଠି କୋଉଟା ଆନ୍ସର ହବ? ନା ଚାନ୍ଦିପୁର। ପ୍ରଥମେ ଆମେ ବାଲେଶ୍ୱର ଜିଲ୍ଲା ଆଧାରିତ କିଛି ଜିକେ କ୍ୱେଶ୍ଚନ ଦେଖିବା। ବାଲେଶ୍ୱର ଜିଲ୍ଲା କେବେ ଗଠିତ ହେଇଥିଲା? ନା 1828 ମସିହା ଅକ୍ଟୋବର ମାସ। ବାଲେଶ୍ୱର ଜିଲ୍ଲାର ସଦର ମହକୁମା କେଉଁଠାରେ? ନା ବାଲେଶ୍ୱର ସହର। ବାଲେଶ୍ୱର ଜିଲ୍ଲାରେ କେତୋଟି ଉପଖଣ୍ଡ ଅଛି? ଆନ୍ସର ହଉଛି ତମର 2ଟି। ବାଲେଶ୍ୱର ଜିଲ୍ଲାରେ ପ୍ରମୁଖ ଶିକ୍ଷାନୁଷ୍ଠାନ କେଉଁଠି? ନା ଫକୀରମୋହନ ବିଶ୍ୱବିଦ୍ୟାଳୟ। କେଉଁ ବ୍ରିଟିଶ ବ୍ୟବସାୟିକ କମ୍ପାନୀ 1663 ମସିହାରେ ବାଲେଶ୍ୱରରେ ଫ୍ୟାକ୍ଟ୍ରି ସ୍ଥାପନ କରିଥିଲେ? ନା ତମର ଏଠି ଆନ୍ସର ହେଇଯିବ ଇଷ୍ଟ ଇଣ୍ଡିଆ କମ୍ପାନୀ। ବାଲେଶ୍ୱରରେ ଥିବା ପ୍ରସିଦ୍ଧ ଜାତୀୟ ବ୍ୟକ୍ତିତ୍ୱ କିଏ? ନା ଫକୀରମୋହନ ସେନାପତି, ଯାହାଙ୍କୁ ବ୍ୟାସ କବି ଭାବରେ ପରିଚିତ। ବାଲେଶ୍ୱରରେ କେତୋଟି ଥାନା ଅଛି? ନା 23ଟି। ଏଗୁଡା ଟିକେ ଇମ୍ପୋର୍ଟାଣ୍ଟ, ଯେହେତୁ ତମର ବାଲେଶ୍ୱର ହୋମଗାର୍ଡ ହବ ଏକ୍ସାମ। ବାଲେଶ୍ୱର ବିଷୟରେ କିଛି ଜାଣିବା ଦରକାର। କେତୋଟି ଥାନା ଆଉ ତାଙ୍କର ଯୋଉ କିଏ ରହିଲେ ତମର ଆରକ୍ଷୀ ଅଧୀକ୍ଷକ ଆଉ ଜିଲ୍ଲାପାଳ, ତାଙ୍କ ନାଁ ବି ତମେ ଜାଣିବା ଦରକାର। ମୁଁ କ୍ୱେଶ୍ଚନ ବି ଦେଇଛି, ଦେଖିଦବ। ବାଲେଶ୍ୱର ଜିଲ୍ଲାର ଆରକ୍ଷୀ ଅଧିକାରୀଙ୍କ ନାମ କଣ? ନା ତମର ଶ୍ରୀ ପ୍ରତ୍ୟୁଷ ଦିବାକର। ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଙ୍କ ନାମ କଣ? ନା ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ। ବର୍ତ୍ତମାନ ଆମେ ଦେଖିବା ଭୌଗୋଳିକ ଓ ପ୍ରତିରକ୍ଷା ତଥ୍ୟ। ବାଲେଶ୍ୱର ଜିଲ୍ଲାର ପ୍ରମୁଖ
ନଦୀ ଗୁଡିକ କଣ ନା ତମର ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଏବଂ ଜଳକା। ଓଡିଶାର ଉତ୍ତରତମ ଉପକୂଳ ଜିଲ୍ଲା କେଉଁଠି ନା ବାଲେଶ୍ୱର ଜିଲ୍ଲା। କେଉଁ ଦୁଇ ରାଜ୍ୟ ବାଲେଶ୍ୱର ଜିଲ୍ଲାର ସୀମାକୁ ସ୍ପର୍ଶ କରନ୍ତି ନା ପଶ୍ଚିମବଙ୍ଗ। କେଉଁ ସମୁଦ୍ର କୂଳକୁ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ବା ଜଣାଶୁଣା ଏବଂ ଏଠାରେ ପାଣି ଶୁଖିଯାଏ ନା ଚାନ୍ଦିପୁର ବେଳାଭୂମି। ବାଲେଶ୍ୱରର କେଉଁ ସ୍ଥାନରେ DRDO ର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅବସ୍ଥିତ ନା ଚାନ୍ଦିପୁର। ଏତିକ କ୍ୱେଶ୍ଚନ ଟିକେ ଦେଖିଦବ। ତାପରେ ମୁଁ ତମର ଯୋଉ ଇମ୍ପୋର୍ଟାଣ୍ଟ ରହିଲା ଯୋଉ ରଚନା ମୁଁ ତମକୁ ସେଗୁଡିକ କହିଦେବି। ଆଉ କଣ କଣ ଇମ୍ପୋର୍ଟାଣ୍ଟ ନା ତମର ପ୍ରଥମେ ଦେଖ, ପ୍ରଥମ ଇମ୍ପୋର୍ଟାଣ୍ଟ ରଚନା ହେଲା ଓଡିଶାରେ ହୋମଗାର୍ଡ ମାନଙ୍କର ଭୂମିକା, ଆଉ ତମର ସାଇବର ଅପରାଧ, ଆଉ ଓଡିଶାରେ ବାତ୍ୟା ବା ମହାବାତ୍ୟା, ଆଉ ତମର ଶୀତ ଋତୁ, ଆଉ ସଡକ ଦୁର୍ଘଟଣା। ସାଇବର ଅପରାଧ ଟିକେ ଭଲ କିନା ଦେଖିଦେଇଥିବ, କାରଣ ଯେହେତୁ ଏବେ ସବୁ ସାଇବର କ୍ୟାମ୍ପେନିଂ ସବୁ ପୁଲିସ ଦ୍ଵାରା ହେଲା, ସେଟା ଆସିବାର ଚାନ୍ସ ମଧ୍ୟ ଅଛି। ପିଲାମାନେ ଆଜି ପାଇଁ ଏତିକ। ତମେ ମାନେ ସମସ୍ତେ କମେଣ୍ଟ ଦିଅ କେମିତି କଣ ଲାଗିଲା। ଦେଲେ ମୁଁ ତମ ମାନଙ୍କର ପୁଣି ନେକ୍ସଟ ରଚନା ଯୋଉ ତମର ଯେତିକ ମୁଁ ଦେଇଦେଲି ସବୁ ରଚନା ମୁଁ ତମକୁ ପ୍ରୋଭାଇଡ କରିଦେବି। ତମେ ମାନେ ଟେଲିଗ୍ରାମରେ ଜଏନ ହେଇଯାଅ। ଆଉ ମୁଁ ୟୁଟ୍ୟୁବରେ ମଧ୍ୟ ତମର ରଚନା ଗୁଡିକ ନେଇକି ଆସିବି। ରହିଲି, ଜୟ ଜଗନ୍ନାଥ।